ଆଜି ଆମେ ତୁମର ପଲିଟିକାଲ ସାଇନ୍ସର ଚାପ୍ଟର 1 ଗଣତନ୍ତ୍ରଟି ପଢ଼ିବା। ତୁମେ ଚାହିଁଲେ ଏହାକୁ ନୋଟ୍ ମଧ୍ୟ କରିପାରିବ। ଗଣତନ୍ତ୍ରର ଇଂରାଜୀ ପ୍ରତିଶବ୍ଦ ହେଉଛି ଡେମୋକ୍ରେସି ଯାହା ଗ୍ରୀକ୍ ଶବ୍ଦ ଡେମୋସ୍ ଓ କ୍ରାଟସ୍‌ରୁ ଆସିଅଛି। ଡେମୋସ୍‌ର ଅର୍ଥ ହେଉଛି ଗଣ, କ୍ରାଟସ୍‌ର ଅର୍ଥ ହେଉଛି କ୍ଷମତା। ଆମେ ଯେହେତୁ ଗଣତନ୍ତ୍ର ଚାପ୍ଟରଟି ପଢ଼ୁଛି, ଗଣତନ୍ତ୍ର କାହାକୁ କୁହାଯାଏ ଜାଣିବା ଆମ ପାଇଁ ଅତ୍ୟନ୍ତ ଜରୁରୀ। ଗଣତନ୍ତ୍ର ହେଉଛି ଲୋକମାନଙ୍କ ଶାସନକୁ ଗଣତନ୍ତ୍ର କୁହାଯାଏ। ତୁମେମାନେ ବି ଜାଣିଥିବ। ଏବେ ଆମେ ଦେଖିବା କେଉଁମାନେ କେଉଁ ସଂଜ୍ଞା ପ୍ରଦାନ କରିଛନ୍ତି। ପ୍ରଥମେ ଫରାସୀ ଦାର୍ଶନିକ ରୁଷୋ କହିଛନ୍ତି ଜନତାଙ୍କ ବାଣୀ ହିଁ ଈଶ୍ୱରଙ୍କ ବାଣୀ। ରୁଷୋ କହିଛନ୍ତି ଜନତାଙ୍କ ବାଣୀ ହିଁ ଈଶ୍ୱର ବାଣୀ। ଜନତା ଯାହା କହିବେ ତାହା ହେଉଛି ଈଶ୍ୱର କହିଲା ପରେ ସମସ୍ତେ ମାନିବାକୁ ବାଧ୍ୟ। ତାପରେ ଆସିଲେ ସିଲିଙ୍କ ମତରେ, ଫରାସୀ ଦାର୍ଶନିକ ସିଲିଙ୍କ ମତରେ ଗଣତନ୍ତ୍ର ହେଉଛି ଏକ ଏପରି ସରକାର ଯେଉଁଥିରେ ପ୍ରତ୍ୟେକ ବ୍ୟକ୍ତିର ଅଂଶ ରହିଛି ଅଂଶ। ଗଣତନ୍ତ୍ର ଗୋଟେ ଏପରି ଏକ ସରକାର ଗୋଟେ ସେଠି ସମସ୍ତଙ୍କର ଅଂଶ ରହିଛି। ତାପରେ ଲର୍ଡ ବ୍ରାଇସ୍ ମତେ ଗଣତନ୍ତ୍ର ବାସ୍ତବରେ ସମୁଦାୟ ଶାସନର ସେହି ଶାସନରୁ ଅଧିକ କିମ୍ବା କମ୍‌କୁ ବୁଝାଏ ନାହିଁ, ଯାହା ସେମାନଙ୍କ ନିଜର ସାର୍ବଭୌମତ୍ୱ ଇଚ୍ଛାକୁ ପରିପ୍ରକାଶ କରନ୍ତି। ତାପରେ ଲର୍ଡ ବ୍ରାଇସ୍ ବି କହିଛନ୍ତି ତାଙ୍କର ସାର୍ବଭୌମ ଇଚ୍ଛାକୁ ସେମାନେ ପ୍ରକାଶ କରନ୍ତି। ସେମାନେ ଚାହିଁଲେ ସରକାରକୁ ହଟାଇ ଦେଇପାରିବେ ମଧ୍ୟ ଆଉ ଆଣି ବି ପାରିବେ। ନେକ୍ସଟ ପ୍ରଫେସର ଡାଇସିଙ୍କ ମତରେ ଗଣତନ୍ତ୍ର ହେଉଛି ସରକାରଙ୍କ ଏପରି ଏକ ରୂପ ଯେଉଁଥିରେ ଶାସନ ଗୋଷ୍ଠୀ ତୁଳନାତ୍ମକ ଭାବେ ସମୁଦାୟ ଜନସଂଖ୍ୟାର ବହୁଳ ଅଂଶକୁ ନେଇ ଗଠିତ। ଯାହା ବି ସଂଜ୍ଞା ଅଛି ତାହା ଭିଡ଼ିଓ ଦେଖି ତୁମେମାନେ ନୋଟ୍ କରିଦିଅ। ଏବେ ଦେଖିବା ଆବ୍ରାହମ ଲିଙ୍କନଙ୍କ ମତରେ ଗଣତନ୍ତ୍ର କ'ଣ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କ ମତରେ ଗଣତନ୍ତ୍ର ହେଉଛି ଲୋକମାନଙ୍କ ଦ୍ୱାରା ଲୋକମାନଙ୍କ ପାଇଁ ସରକାର। ଆବ୍ରାହମ ଲିଙ୍କନ କହିଥିଲେ, ଏଟା MCQରେ ବି ଆସିଯିବ, କ୍ୱେଶ୍ଚନ୍ ପଡ଼ିଯିବ। ଗଣତନ୍ତ୍ର ହେଉଛି ଲୋକମାନଙ୍କ ଦ୍ୱାରା ଲୋକମାନଙ୍କ ପାଇଁ କିଏ କହିଥିଲେ, ହେଇଯିବ ଆବ୍ରାହମ ଲିଙ୍କନ। ଖ୍ରୀଷ୍ଟପୂର୍ବ 5ମ ଶତାବ୍ଦୀରେ ଗଣତନ୍ତ୍ର ପଦ୍ଧତି ସୃଷ୍ଟି ହୋଇଥିଲା। ଏସବୁ ଇମ୍ପୋର୍ଟାଣ୍ଟ MCQ ଇଣ୍ଟରନାଲ୍ ପାଇଁ ଏସବୁ ଇମ୍ପୋର୍ଟାଣ୍ଟ MCQ ନୋଟ୍ କରି ମନେ ରଖିଦିଅ। ତାପରେ ଆସିଲା 1688 ମସିହାରେ ଇଂଲଣ୍ଡରେ ଗୌରବମୟ ବିପ୍ଳବ ହୋଇଥିଲା। 1688ରେ ଇଂଲଣ୍ଡର ଗୌରବମୟ ବିପ୍ଳବ ହୋଇଥିଲା। ଆଉ 5ମ ଶତାବ୍ଦୀରେ ଗଣତନ୍ତ୍ର ପଦ୍ଧତି ସୃଷ୍ଟି ହୋଇଥିଲା। ଆମେରିକାରେ 1776 ମସିହାରେ ଆମେରିକା ସ୍ୱାଧୀନତା ଘୋଷଣାନାମା ହୋଇଥିଲା। ଆଉ 1789 ମସିହାରେ ଫରାସୀ ରାଷ୍ଟ୍ର ବିପ୍ଳବ ଗଣତନ୍ତ୍ରକୁ ବାସ୍ତବରେ ବିକଶିତ କରିଥିଲା। 1776ରେ ସ୍ୱାଧୀନତା ଘୋଷଣା ହୋଇଥିଲା। 89ରେ ଫରାସୀ ରାଷ୍ଟ୍ର ବିପ୍ଳବ ବିକଶିତ କରିଥିଲା। ଆଇନର ମୁଖ୍ୟ 6ଟି ଆଧାର ଅଛି। ପ୍ରଥମଟି ହେଲା ଆଇନ, ସ୍ୱତନ୍ତ୍ରତା, ସମାନତା, ଅଧିକାର, ନ୍ୟାୟ, ଭ୍ରାତୃଭାବ। ନେକ୍ସଟ, ଗଣତନ୍ତ୍ରକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ଯଥା ପ୍ରତ୍ୟକ୍ଷ ଗଣତନ୍ତ୍ର, ପରୋକ୍ଷ ଗଣତନ୍ତ୍ର। ପ୍ରତ୍ୟକ୍ଷ ମାନେ ଡାଇରେକ୍ଟ, ପରୋକ୍ଷ ଇନଡାଇରେକ୍ଟ। ପ୍ରତ୍ୟକ୍ଷ ହେଉଛି ସିଧାସଳଖ ଶାସନ କାର୍ଯ୍ୟରେ ଅଂଶଗ୍ରହଣ କରିବା। ପରୋକ୍ଷ ନିଜର ପ୍ରତିନିଧିମାନଙ୍କ ଦ୍ୱାରା ଅଂଶଗ୍ରହଣ କରିବା। ପ୍ରତ୍ୟକ୍ଷ ଗଣତନ୍ତ୍ରର ଅନ୍ୟ ନାମ ହେଉଛି ବିଶୁଦ୍ଧ। ଡାଇରେକ୍ଟ ଯେହେତୁ ସେ କାମଟା ହେବ ପ୍ରତ୍ୟକ୍ଷ, ସେପାଇଁ ତାର ନାମ ବିଶୁଦ୍ଧ। ଏବେ ଦେଖିବା
ପ୍ରତ୍ୟକ୍ଷ ଗଣତନ୍ତ୍ର କାହାକୁ କୁହାଯାଏ? ଜନସାଧାରଣ ନିଜର ସର୍ବୋଚ୍ଚ କ୍ଷମତା କାହାରିକୁ ହସ୍ତାନ୍ତର ନ କରି ନିଜେ ରାଷ୍ଟ୍ରର ଶାସନ ନୀତି ପ୍ରଣୟନରେ ସିଧାସଳଖ ଅଂଶଗ୍ରହଣ କରିବାକୁ ପ୍ରତ୍ୟକ୍ଷ ଗଣତନ୍ତ୍ର କୁହାଯାଏ। ମାନେ କାହାରିକୁ ନିଜର କ୍ଷମତା ହସ୍ତାନ୍ତରିତ କରିବେ ନାହିଁ, ନିଜେ ଶାସନ କାର୍ଯ୍ୟରେ ଅଂଶଗ୍ରହଣ କରିବେ, ତାହାକୁ ପ୍ରତ୍ୟକ୍ଷ ଗଣତନ୍ତ୍ର କୁହାଗଲା। ନେକ୍ସଟ, ପ୍ରାଚୀନ ଗ୍ରୀକରେ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳିତ ଅଛି। ପ୍ରାଚୀନ ଗ୍ରୀକରେ ଏଟା ମଧ୍ୟ MCQରେ ଆସିପାରିବ। ପ୍ରାଚୀନ ଗ୍ରୀକରେ ପ୍ରତ୍ୟକ୍ଷ ଗଣତନ୍ତ୍ର ବର୍ତ୍ତମାନ କେତେକ କାଣ୍ଟନ ମାନଙ୍କରେ ଦେଖିବାକୁ ମିଳୁଛି। କ୍ୱେଶ୍ଚନ୍ ଆସିବ, ପ୍ରତ୍ୟକ୍ଷ ଗଣତନ୍ତ୍ର ବର୍ତ୍ତମାନ ଦେଶ ମାନଙ୍କରେ ଦେଖିବାକୁ ମିଳୁଛି, କାଣ୍ଟନ ମାନଙ୍କରେ ଦେଖିବାକୁ ମିଳୁଛି। ପ୍ରତ୍ୟକ୍ଷ ଗଣତନ୍ତ୍ରର ସାଧନ ଗୁଡ଼ିକ କ'ଣ କ'ଣ? ଫାର୍ଷ୍ଟ, ଗଣମତ ବା ଗଣଭୋଟ, ତାପରେ ଗଣ ଉଦ୍ୟୋଗ, ପ୍ରତ୍ୟାହାର, ମୁକ୍ତାକାଶ ସଭା ବା ନଗର ସଭା। ଏସବୁ 2 ମାର୍କ କ୍ୱେଶ୍ଚନ୍ ଆସିପାରେ। 2 ମାର୍କ କ୍ୱେଶ୍ଚନ୍ ଇଣ୍ଟରନାଲରେ। ଗଣମତ ବ୍ୟବସ୍ଥାପିକା ଦ୍ୱାରା ପ୍ରଣୀତ ଆଇନକୁ ମତଦାତାମାନଙ୍କ ବିଚାର ନିମନ୍ତେ ପ୍ରେରଣ କରି ମତାମତ ଲୋଡ଼ିବାକୁ ଗଣଭୋଟ ବା ଗଣମତ କୁହାଯାଏ। ବ୍ୟବସ୍ଥାପିକା ଦ୍ୱାରା ପ୍ରଣୟନ କରି ମତଦାତାମାନେ ଯେମିତି ସେମିତି ବିଚାର କରି ମତାମତ ଲୋଡ଼ିବାକୁ ତାକୁ ଗଣଭୋଟ କୁହାଯାଏ। ଗଣ ଉଦ୍ୟୋଗ, ଯେତେବେଳେ ନିର୍ଦ୍ଦିଷ୍ଟ ସଂଖ୍ୟକ ମତଦାତା କୌଣସି ଏକ ବିଷୟ ଉପରେ ଆଇନ ତିଆରି କରିବାକୁ ନିଜ ଆଡ଼ୁ ପ୍ରସ୍ତାବ ଦିଅନ୍ତି ବା ତା ସୂତ୍ରପାତ କରନ୍ତି, ତାହାକୁ ଗଣ ଉଦ୍ୟୋଗ କୁହାଯାଏ। ଗଣ ଉଦ୍ୟୋଗ କାହାକୁ କୁହାଯାଏ? ଯେତେବେଳେ ଅଧିକ ସଂଖ୍ୟକ ଲୋକମାନେ ହେଇଯିବେ ଗୋଟେ ବିଷୟ ଉପରେ, ଧର ଗାଁରେ ପୋଖରୀ ତିଆରି କରିବା ବିଷୟରେ ନିଜ ଆଡ଼ୁ ପ୍ରସ୍ତାବ ଦେବେ, ତାକୁ ସୂତ୍ରପାତ କରିବେ, ତାକୁ ଗଣ ଉଦ୍ୟୋଗ କରାଯାଏ। ତାପରେ ହେଇଗଲା ପ୍ରତ୍ୟାହାର। ଯଦି ନିର୍ବାଚନ ପ୍ରତିନିଧିମାନେ ସେମାନଙ୍କର ସ୍ୱାଭାବିକ କର୍ତ୍ତବ୍ୟ ସମ୍ପାଦନ କିମ୍ବା ପ୍ରତିଶ୍ରୁତି ପାଳନରେ ଅବହେଳା କରନ୍ତି ଅଥବା ଅକ୍ଷମ ହୁଅନ୍ତି, ତେବେ ସେମାନଙ୍କର କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ମଧ୍ୟ ଜନସାଧାରଣ ମତଦାନ ଦ୍ୱାରା ସେମାନଙ୍କୁ ଫେରାଇ ଆଣିବାକୁ ପ୍ରତ୍ୟାହାର କୁହାଯାଏ। ଏହାର ଅର୍ଥ ହେଉଛି, ଯଦି ପ୍ରତିନିଧିମାନେ ତାଙ୍କର କାର୍ଯ୍ୟ ସମ୍ପାଦନ କରିପାରିବେ ନାହିଁ କିମ୍ବା ପ୍ରତିଶ୍ରୁତି ପାଳନ କରିପାରିବେ ନାହିଁ କିମ୍ବା ଅକ୍ଷମ ରହିବେ, ଜନସାଧାରଣ ସେମାନଙ୍କୁ ଆଗାମୀ ଇଲେକ୍ସନରେ ଚେଞ୍ଜ କରିପାରିବେ, ତାହାକୁ ପ୍ରତ୍ୟାହାର କୁହାଯାଏ। ମୁକ୍ତାକାଶ ସଭା ଦେଖିବା। ମୁକ୍ତାକାଶ ସଭା ହେଉଛି ସୁଇଜରଲ୍ୟାଣ୍ଡରେ ପ୍ରଚଳିତ ଏକ ସିଧାସଳଖ ଗଣତନ୍ତ୍ର ପ୍ରଣାଳୀ। ଏଠାରେ ସମସ୍ତ ଯୋଗ୍ୟ ନାଗରିକମାନେ ଏକ ଖୋଲା ସ୍ଥାନରେ ଏକତ୍ରିତ ହୋଇ ହାତ ଉଠାଇ ଭୋଟ ଦେଇ ଆଇନ ନୀତିଗତ ସିଦ୍ଧାନ୍ତ ନେଇଥାନ୍ତି। ମୁକ୍ତାକାଶ ସଭାମାନେ ଲୋକମାନେ ସିଧାସଳଖ ଭାବରେ ଶାସନ କାର୍ଯ୍ୟରେ ଅଂଶଗ୍ରହଣ କରନ୍ତି। ମୁକ୍ତାକାଶ ସଭାମାନେ ହେଉଛି, ଏଟା ହେଉଛି ସୁଇଜରଲ୍ୟାଣ୍ଡରେ ପ୍ରଚଳିତ ହୁଏ ହେଲା। ମୁକ୍ତାକାଶ ସଭା ହେଉଛି ଗୋଟେ ଖୋଲା ଜାଗାରେ ସମସ୍ତେ ଏକତ୍ରିତ ହେବେ, ଯୋଗ୍ୟ ନାଗରିକମାନେ ହାତ ଉଠାଇ ଭୋଟ ଦେଇ ଆଇନ ଏବଂ ନୀତିଗତ ସିଦ୍ଧାନ୍ତ ସେମାନେ ନେଇଥାନ୍ତି, ତାହାକୁ ମୁକ୍ତାକାଶ ସଭା କୁହାଯାଉଛି। ତାପରେ ଆସିଲା ଇମ୍ପୋର୍ଟାଣ୍ଟ MCQ, ଅଯୋଗ୍ୟର ଶାସନ ଗଣତନ୍ତ୍ର ବୋଲି କିଏ କହିଥିଲେ? ଫାଗେଲ କହିଥିଲେ। ଇଏ ହେଉଛି ବହୁତ ଇମ୍ପୋର୍ଟାଣ୍ଟ। ଗଣତନ୍ତ୍ର କାହାକୁ କୁହାଯାଏ? କ୍ୱେଶ୍ଚନ୍ ଆସିଲେ ତୁମେ ଏଇଟା ଲେଖିବ। ଇଏ 2 ମାର୍କରେ ଆସିପାରେ। 2 ମାର୍କରେ ଆସିପାରେ। ଗଣତନ୍ତ୍ର ଇଂରାଜୀ ପ୍ରତିଶବ୍ଦ ହେଉଛି ଡେମୋକ୍ରେସି, ଯାହା ଗ୍ରୀକ ଶବ୍ଦ ଡେମୋସ ଓ କ୍ରେଟସରୁ ଆସିଛି। ଡେମୋସର ଅର୍ଥ ହେଉଛି ଲୋକ, କ୍ରାସିଆର ଅର୍ଥ ହେଉଛି କ୍ଷମତା। ଗଣତନ୍ତ୍ର ହେଉଛି ଲୋକମାନଙ୍କର ପରିଚାଳିତ ଏକ ଶାସନ କ୍ଷମତା। ଲେଖିଦେବ, 2 ମାର୍କ ପାଇଯିବ। ମାନେ ଗଣତନ୍ତ୍ର ଇଂରାଜୀ ପ୍ରତିଶବ୍ଦ ହେଉଛି ଡେମୋକ୍ରେସି, ଡେମୋସ କ୍ରାଟସରୁ ଆସିଛି। ଡେମୋସର ଅର୍ଥ ଲୋକ, କ୍ରାଟସର ଅର୍ଥ ହେଉଛି କ୍ଷମତା। ଗଣତନ୍ତ୍ର ଲୋକମାନଙ୍କ ପରିଚାଳିତ ଏକ ଶାସନ ବ୍ୟବସ୍ଥା। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରିବ, ସେୟାର
ସବସ୍କ୍ରାଇବ୍। ପରବର୍ତ୍ତୀ ଭିଡ଼ିଓ କେଉଁ ଟପିକ୍ ଉପରେ ଦରକାର ନିହାତି କମେଣ୍ଟ କରି ଜଣାଇବ।